ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 52ତମ ଭାଗ। ବେତାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ପ୍ରଯୋଜନା ସୁହାସ ମହାନ୍ତି। नरं चैव नरोत्तमं देवीं सरस्वतीं व्यासं ततो जयमुदीरयेत्। मूकं करोति वाचालं पङ्गुं लङ्घयति गिरिं यत्कृपा ନର ଓ ନାରାୟଣ ଋଷି ରୂପରେ ବଦ୍ରିକାଶ୍ରମରେ କଠୋର ତପସ୍ୟା କଲେ। ତପ ଭାଙ୍ଗିବାକୁ ଇନ୍ଦ୍ର ଉର୍ବଶୀଙ୍କୁ ପଠାଇ ବିଫଳ ହେଲେ। ଧ୍ରୁବର ତପସ୍ୟାରେ ସନ୍ତୁଷ୍ଟ ହୋଇ ତାକୁ ଧ୍ରୁବ ପଦ ଦେଲେ। ପୃଥୁ ରୂପରେ ଲୋକଙ୍କୁ ଅନ୍ନ ସଙ୍କଟରୁ ରଖିଲେ। ନାଭି ଓ ସୁଦେବୀଙ୍କଠାରୁ ଋଷଭ, ଯଜ୍ଞରୁ ହୟଗ୍ରୀବ ଏବଂ ମତ୍ସ୍ୟ ରୂପେ ପ୍ରଳୟ ଜଳରୁ ବେଦ ଉଦ୍ଧାର କଲେ। ସମୁଦ୍ର ମନ୍ଥନ ବେଳେ କୁର୍ମ ଓ ଦାନବ ହିରଣ୍ୟକଶିପୁକୁ ମାରିବାକୁ ନରସିଂହ ରୂପ ଧାରଣ କଲେ। ଗଜକୁ କୁମ୍ଭୀର କବଳରୁ ରଖିଲେ। ବାମନ ରୂପରେ 3 ପାଦ ଭୂମି ନେବା ଆଳରେ ତ୍ରିପୁର ଜିଣିଲେ। ନାରଦ ମଧ୍ୟ ତାଙ୍କରି ଅଂଶରେ ଜାତ ବୋଲି ବ୍ରହ୍ମା କହିଲେ। ବ୍ରହ୍ମା ଉବାଚ ତୁମ୍ଭଙ୍କୁ ଭକ୍ତି ହଂସ ରୂପେ କହିଲା ଭକ୍ତ ତୋ ସର୍ଥେ। କହୁଁ ଲଭିଲୁ ଦିବ୍ୟ ଜ୍ଞାନ ଯେ ଯୋଗୀ ଗଣେ ବିଦ୍ୟମାନ। ଯେ ଜ୍ଞାନେ କୃଷ୍ଣର ଚରଣ ସୁଖେଣ ପସନ୍ତି ଶରଣ। ସେ ମନନ୍ତରେ ମନୁବଂଶେ ସ୍ୱତେଜେ ଚକ୍ରବର୍ତ୍ତୀ ଅଂଶେ। ଦୁଷ୍ଟ ରାଜାଙ୍କୁ 10 ଦିଗେ ଜିଣି ସ୍ଥାପିଲା ସାଧୁ ମାର୍ଗେ। ତ୍ରିଲୋକ ପରେ ସତ୍ୟ ଲୋକେ କୀର୍ତ୍ତି ବିସ୍ତାରି କୌତୁକେ। ସେ ଧନ୍ୱନ୍ତରୀ ରୂପ ଧରି ବ୍ରହ୍ମାଣ୍ଡ ମଧ୍ୟରେ ଅବତରି। ହରିଲା ପ୍ରାଣୀଙ୍କର ବ୍ୟାଧି ଧିଆଇ ମନ୍ତ୍ର ମୌଷଧି। ଯଜ୍ଞେ ସ୍ୱଭାଗ ଭୋଗ କଲା ପ୍ରାଣୀ କି ଆୟୁର୍ବେଦ ଦେଲା। ବ୍ରାହ୍ମଣ ବଧ ଦେଖି କୋପେ ସେ ପୁଣି ପରଶୁରାମ ରୂପେ। ପରଶୁ ଦକ୍ଷ ଭୁଜେ ଧରି ଅବନି ପର୍ଯ୍ୟଟନ କରି। କ୍ଷତ୍ରିୟ ରୁଧିର ତର୍ପଣେ ତୋଷିଲା ନିଜ ପିତୃଗଣେ। ମୋର ବଚନେ ଦଇତାରି ଇକ୍ଷ୍ୱାକୁ ବଂଶେ ଅବତରି। ପିତା ବଚନେ ଗଲା ବନ ସ୍ୱପତ୍ନୀ ସହିତେ ଲକ୍ଷ୍ମଣ। ସୀତାରାମଣ ନେଲା ହରି ସେ କୋପେ ତାର ବଂଶ ମାରି। ବିଭୀଷଣଙ୍କୁ ଲଙ୍କା ଦେଲେ ଦେବଙ୍କ ଭୟ ନିବାରିଲେ। ଜଳଧିକାରୀ ଭୟ କରି ତାହାର ନିଜ ରୂପ ଧରି। ଚରଣୀ ଶରଣ ପଶିଲା ଲଙ୍କା ଗମନି ମାର୍ଗ ଦେଲା। ଦିଗ ବିଜୟୀ ଲଙ୍କାପତି ଐରାବତ ନାମେ ହସ୍ତି। ତାହାର ସଙ୍ଗେ ପାଦ କରି ପୁରସ୍କାର ସେ ରକ୍ତ ଚୁରି।
দেখি ভাজিলা গজ শ্রেষ্ঠ রাবণ সঙ্গে কাহি হঠ ସେହି ରାବଣ ଦର୍ପରଣେ ଶ୍ରୀରାମ ସଂହାରିଲେ ବାଣେ ଭୂମିର ଭାରା ନିବାରଣେ ଧୀର ସମୁଦ୍ରେ ଦେବଗଣେ ଈଶ୍ୱର ସଙ୍ଗେ ଦେବ ବଳେ ନମିଲେ ଚରଣ କମଳେ ଅନେକ ମତେ ସ୍ତୁତି ଭଣି ବିଷ୍ଣୁ ସନ୍ତୋଷ ତାହା ଶୁଣି ସନ୍ତୋଷୀ ଶୁକ୍ର କୃଷ୍ଣ କେଶ ଜଙ୍ଘୁ ପାଣି ଋଷିକେଶ ଶିବେ ନିରୋମ ମୋହିତଳେ ଜନି ଅସୁର ସଂହାରିଲେ ହରିଲେ ଅବନୀର ଭାର ମହାମହିମା ଚକ୍ରଧର ତିନି ଦିବସେ ନାରାୟଣ ଶୋଷିଲେ ପୁତନାର ପ୍ରାଣ ମାସକେ ନନ୍ଦ ଗୃହେ ହରି ଆଦେଶ କଟା ଚୁର କରି ଦଧି ମନ୍ଥନ କାଳେ ଧରି ରୋଳେ ବାନ୍ଧିଲା ନନ୍ଦ ନାରୀ ସେ ରୋଳ ସଙ୍ଗେ ନନ୍ଦ ବଳା ବେନି ଅର୍ଜୁନ ମଧ୍ୟେ ଗଲା অতি উৎসর্গ বেনি বৃক্ষে উপুড়ি পড়িলে প্রত্যক্ষে সে পুণি গোবৎসর ক্ষণে কাড়িন্দি তটে বৃন্দাবনে ବର୍ଷା ବାଳକ ବିଷ ଜଳେ ପଶିଲେ ତୃଷାର ବିକଳେ ସକଳେ କଲେ ଜଳପାନ ତକ୍ଷଣେ ହାରିଲେ ଜୀବନ অদ্ভুত দেখি ভাবগ্রাহী অমৃত নয়নে অনায়ে তাহাঙ্কু জীবদান দেলে সে জলে সর্পকু দেখিলে জিহ্বা চঞ্চଳ ବିଷ ବଳେ ବିହାର କାଳିନ୍ଦୀର ଜଳେ ଦୂରେ ନିବେଶୀ ନାଗ ବଳ ଅମୃତ କଲେ ବିଷ ଜଳ জন্তুଙ୍କୁ କରାଇଲେ ପାନ ଅଦ୍ଭୁତ ଗତି ଭଗବାନ ଅମ୍ବିକା ବନି ଗୋପ ଜନେ ଶୟନେ ନିଶି ଅର୍ଦ୍ଧମାନେ ଅଗ୍ନି ବେଢ଼ିଲା ବେଗେ ଆସି ପ୍ରଳୟାନଳ ପ୍ରାୟ ଦିଶି ଅନଳ ଦେଖି ନନ୍ଦ ବଳା ବଦନ ଲୁଚା ବୋଇଲା ଡରେ ଲୁଚାଇଲେ ବଦନ ଗୋବିନ୍ଦ କଲେ ଅଗ୍ନିପାନ ବାନ୍ଧିବା ପାଇଁ ଡର ଆଣି ଯେତେ ଯୋଖିଲା ନନ୍ଦରାଣୀ ଆପଣମାନେ ଶୁଣୁଥିଲେ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 52ତମ ଭାଗ। କଣ୍ଠଶିଳ୍ପୀମାନେ ଥିଲେ ସୁଭାଷ ଦାସ, ଲକ୍ଷ୍ମୀକାନ୍ତ ପାଲିତ, ନନ୍ଦିତା ଭଞ୍ଜ, ସେବାରାଣୀ ମହାପାତ୍ର ଏବଂ ଅରବିନ୍ଦ ମୁଦୁଲି। ବେତାର ସମ୍ପାଦନା କରିଥିଲେ ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ପ୍ରଯୋଜନା ସୁହାସ ମହାନ୍ତି।